ରାଜ୍ୟରେ ଜଣେ ସାଧବଟିଏ ରହୁଥିଲା। ସେ ମରୁଭୂଇଁ ଦେଇ ଦୂର ଦୂରାନ୍ତକୁ ବେପାର କରିବାକୁ ଯାଉଥିଲା। ତେଣୁ ସେ ଗୋଟେ ଓଟ ପାଳିଥିଲା। ଓଟ ପିଠିରେ ଜିନିଷପତ୍ର ନେବା ଭାରି ସହଜ ହେଉଥିଲା। ତା ଛଡ଼ା ଓଟ ଥରେ ପାଣି ପିଇଲେ ଅନେକ ଦିନ ଧରି ପାଣି ସଞ୍ଚୟ କରି ରଖିପାରୁଥିଲା। ଏଣୁ ମରୁଭୂଇଁରେ ସାଧବର ପାଣି ସରିଗଲେ ସେ ଓଟ ପେଟରୁ ପାଣି ବାହାର କରିବାକୁ ସୁବିଧାଟିଏ କରିଥିଲା। ଥରେ ସେ ମରୁଭୂଇଁ ଅତିକ୍ରମ କରି ଗୋଟିଏ ଜଙ୍ଗଲ ଦେଇ ଫେରୁଥିଲା। ଠିକ୍ ଜଙ୍ଗଲ ମଝିରେ ଗୋଟିଏ ପୋଖରୀଟିଏ ଦେଖିବାକୁ ପାଇଲା। ସେଇଠି ସେ ଟିକିଏ ରହିଗଲା। ଆରେ ବାଃ, କେତେ ସୁନ୍ଦର ପୋଖରୀଟିଏ! କେତେ ଦିନ ହବ ଗାଧେଇନି। ଆଜି ଏଇଠି ଶାନ୍ତିରେ ଗାଧେଇବି। ଆଉ ହଁ, ତୁ ବି ତୋ ପେଟରେ ଯେତେ ପାଣି ଭରିବା କଥା ଭରିନେ। ଆହୁରି ବହୁତ ବାଟ ଯିବାକୁ ହବ। ଆଗକୁ କୋଉଠି ପାଣି ମିଳିବ ନ ମିଳିବ କିଏ ଜାଣିଛି। ଯା, ଆଗ ପିଇଦେ ଯା। ଏତକ କହି ସାଧବ ତା ପୋଷାକ ବଦଳାଇବାକୁ ଲାଗିଲା। ଆଉ ଓଟ ପୋଖରୀରୁ ପାଣି ପିଇଲା। ଠିକ୍ ସେଇ ପୋଖରୀରେ ଗୋଟିଏ ବଉଳା କୁମ୍ଭୀର ରହୁଥିଲା। ସେ ସମୟରେ କୁମ୍ଭୀର ଶାନ୍ତିରେ ଶୋଇଥିଲା। ହଠାତ୍ ଓଟର ପାଣି ପିଇବା ଶବ୍ଦ ପାରି ଆଖି ଖୋଲିଲା। ଓଟକୁ ପାଣି ପିଉଥିବାର ଦେଖି କୁମ୍ଭୀର ସେ କୂଳରୁ ନିଶାଣ କରି ଆସିଲା। ଠିକ୍ କୁମ୍ଭୀର ଓଟର ପାଖାପାଖି ହେଇଛି। ଓଟ ପାଣି ପିଇସାରି ଉପରକୁ ଚାଲି ଆସିଲା। କୁମ୍ଭୀରର ନିଶାଣ ଭାଙ୍ଗିଗଲା। କିନ୍ତୁ ସେଇଠି ତାକୁ ମଣିଷ ଦେହର ଗନ୍ଧ ବାଜିଲା। ତେଣୁ କୁମ୍ଭୀର ସେଇଠି ଟାକି ବସିଲା। ଠିକ୍ ତା ପରେ ପରେ ସାଧବ ପୋଖରୀ ଭିତରକୁ ପଶିଲା। ଏଥର କୁମ୍ଭୀରର ପୁଷୁ ମାସ। ଅନେକ ଦିନ ପରେ ମଣିଷ ମାଂସ ଖାଇବାର ମୌକା ମିଳିଛି। ସହଜରେ ଛାଡ଼େ କିଏ? ସେ ଚୁପ୍ କି ସାଧବକୁ ପାଣି ଭିତରକୁ ଟାଣି ନେଲା। ସାଧବ ବିକଳରେ ରଡ଼ି ଛାଡ଼ିଲା। ହାତ ଗୋଡ଼ ଛାଟି କୁମ୍ଭୀର ମୁହଁରୁ ବଞ୍ଚିବାକୁ ଆପ୍ରାଣେ ଚେଷ୍ଟା କଲା। ଓଟ ଏକଥା ଦେଖି ମାଲିକକୁ ବଞ୍ଚେଇବାକୁ ପାଣି ଭିତରକୁ ପଶିଗଲା। ହେଲେ ସେତେବେଳକୁ କୁମ୍ଭୀର ସାଧବକୁ ଟାଣି ନେଇ ପୋଖରୀ ମଝିକୁ ଚାଲିଗଲାଣି। ବିଚରା ଓଟ ପାଣି ଭିତରେ ବା କରିବ କ'ଣ? ଦେଖୁ ଦେଖୁ କୁମ୍ଭୀର ସାଧବକୁ ଧରି ପାଣିରେ ବୁଡ଼ିଗଲା। ଆଉ ଦିଶିଲାନି। ଶେଷରେ ଓଟ ନିରାଶ ହେଇ କୂଳକୁ ଫେରି ଆସିଲା। ମାଲିକକୁ ହରେଇ ଓଟ ସେଇଠି କାନ୍ଦୁଥାଏ। ମନେ ମନେ ରକ୍ତ ଚାଉଳ ଚୋବଉଥାଏ। ଯଦି କୁମ୍ଭୀର ଏବେ ଉପରକୁ ଆସେ ତେବେ ସେ ତାକୁ ଏଇଠି ତା ଟାଣୁଆ ଟାପୁରେ ମାରି ପୋତିଦେବ। ଯେମିତି ହେଲେ ସେ କୁମ୍ଭୀରକୁ କଳେ ବଳେ କୌଶଳେ ମାରିବ। ହେଲେ କେମିତି? ଏମିତି କେତେ କଥା ଭାବୁଥାଏ। ଠିକ୍ ସେତିକି ବେଳେ ଠେକୁଆଟିଏ ପୋଖରୀକୁ ପାଣି ପିଇବାକୁ ଆସିଲା। ଆଉ ଓଟକୁ ମନ ଦୁଃଖରେ ବସିଥିବାର ଦେଖି ପଚାରିଲା, କ'ଣ ହେଇଛି ଓଟ ଭାଇ? ତମେ ଏମିତି ଉଦାସ ଦେଖାଯାଉଛ? କ'ଣ ଆଉ କହିବି, ଇଏ ପୋଖରୀରେ ଗୋଟିଏ ବଉଳା କୁମ୍ଭୀର ଅଛି। କ'ଣ କହୁଛ? ହଁ, ମୁଁ ସତ କହୁଛି। ସିଏ ମୋ ମାଲିକକୁ ମୋରି ଆଖି ସାମ୍ନାରେ ମାରି ଖାଇଗଲା। ଆଜି ତମେ ନଥିଲେ ମୋ ଜୀବନ ବି କୁମ୍ଭୀର ମୁହଁରେ ଯାଇଥାନ୍ତା। ତମକୁ ବହୁତ ବହୁତ ଧନ୍ୟବାଦ। ହଉ ହଉ, ଏବେ ମୁଁ ସବୁ ବୁଝିପାରୁଛି। ମୋ ସାଙ୍ଗସାଥି ଦିନକୁ ଦିନ କୁଆଡ଼େ ପଳେଇ ଯାଉଛନ୍ତି। ଇଏ ତାହେଲେ ସବୁ ଏଇ କୁମ୍ଭୀରର କାମ। ହେଲେ ପାଣି ବିନା ଆମେ କେମିତି ବଞ୍ଚିବୁ? ମୋ ପାଖରେ ଗୋଟିଏ ଉପାୟ ଅଛି। କି ଉପାୟ କୁହ? ମତେ ଭାରି ଶୋଷ ହେଲାଣି। ନହେଲେ ମତେ ଏ ଖରାଇ ଖରାଇ ଝରଣା ପାଖକୁ ଯିବାକୁ ହବ। ତମକୁ ଏତେ କଷ୍ଟ କରିବାକୁ ପଡ଼ିବନି। ମୋ ପେଟରୁ ତମେ ପାଣି ପିଇ ପାରିବ। ଏଇ ନଳ ଖୋଲ ଆଉ ମନ ଖୁସିରେ ପାଣି ପିଅ। ଆରେ ବା, ତମେ ତ ଭଲ ସୁବିଧା ରଖିଛ।
ଏଇ ସବୁ ମୋ ମାଲିକ ପାଇଁ ମୁଁ କରେଇଥିଲି, ହେଲେ ସିଏ ତ ନାହିଁ। ଏବେ ଆର ସଦୁପଯୋଗ ସାରା ଜଙ୍ଗଲର ଜୀବଜନ୍ତୁ କରିବେ, ମୋ ଠାରୁ ପାଣି ପିଇବେ। ଆଜିଠାରୁ ମୁଁ କାହାରିକି ଏ ପୋଖରୀ ପାଖକୁ ଯିବାକୁ ଦେବେନି। କୁମ୍ଭୀର ନ ମଲା ଯାଏ ମୁଁ ଏଇଠି ଡେରା ପକେଇବି, ତାକୁ ଭୋକ ଉପାସରେ ମାରିବି, ଆଉ ମୋର ପ୍ରତିଶୋଧ ନେବି। ତାପରେ ଯାଇ ମୁଁ ଶାନ୍ତି ପାଇବି। ହେଲେ ତମେ କୋଉଠୁ ପାଣି ପିଇବ? ଦରକାର ପଡ଼ିଲେ ମୁଁ ସେ ଝରଣା କୂଳକୁ ଯିବି। ନା ନା, ମୁଁ ଥାଉ ଥାଉ ତମକୁ ଏତେ କଷ୍ଟ କରିବାକୁ ପଡିବନି। କଇଁଛ ଭାଇ ତମେ? ମୁଁ ତମ କଥା ସବୁ ଶୁଣିଛି। ସେ ଦୁଷ୍ଟ କୁମ୍ଭୀର ମୁଁ ସବୁ ମାଛ ସାଙ୍ଗ ମାନଙ୍କୁ ଖାଇ ସାରିଲାଣି। ତା ପାଇଁ ଏ ପୋଖରୀରେ କେହି ଶାନ୍ତିରେ ରହି ପାରୁନାହାନ୍ତି। ସେଇଥିପାଇଁ ବା ମୁଁ ପାଣିରୁ ବାହାରି ବୁଦା ପାଖରେ ଲୁଚିଛି। ତମେ ମୋଟେ ଚିନ୍ତା କରନି, ମୁଁ ଏଥର ତମକୁ ସବୁଥିରେ ସହଯୋଗ କରିବି। ହେଲେ କେମିତି? ତମେ ଏଇ ପୋଖରୀରୁ ହିଁ ପାଣି ପିଇବ। ହେଲେ କେମିତି? ମୁଁ ପୋଖରୀ ପାଣିରେ ମୁହଁ ବୁଡେଇ କୁମ୍ଭୀରକୁ ଅନେଇ ରହିବି। ସେ ଯେତେବେଳେ ଏ କୂଳରେ ନଥିବ ମୁଁ ସବୁଜ ପତାକା ଟେକି ଦେବି। ତମେ ସେତେବେଳେ ପାଣି ପିଇବାକୁ ଆସିବ। ଆଉ ମୁଁ ଯେତେବେଳେ ପତାକା ପକାଇ ଦେବି ଜାଣିବ ଯେ କୁମ୍ଭୀର ଆମ ଆଡକୁ ଆସୁଛି। ତମେ ପଛୁଆ ପଛୁଆ କୂଳକୁ ପଳେଇବ। ହେଲେ ତମ ଜୀବନ ପ୍ରତି ବିପଦ ନାହିଁ ତ? ସେ ହୁଣ୍ଡାଟା, ସେ କଣ ଏତେ ଫେର ଜାଣିପାରିବ? ତା ଛଡା ମତେ କେହି ମାରିପାରିବେ ନା। ତାପରେ ପୋଖରୀ ପାଖରେ ଓଟ, କଇଁଛ ଓ ଠେକୁଆ ସବୁବେଳେ ଜଗି ବସିଲେ। ଯିଏ ଆସିଲା ତାକୁ ଓଟ ଠାରୁ ପାଣି ପିଇବାକୁ ଡାକିଲେ, ହେଲେ ପୋଖରୀ ପାଖକୁ କାହାରିକୁ ଛାଡ଼ିଲେନି। ଏମିତି ଦିନେ, 2 ଦିନ, 3 ଦିନ ବିତିଗଲା। ସେପଟେ କୁମ୍ଭୀର କିଛି ଖାଇବାକୁ ନ ପାଇ ଧୀରେ ଧୀରେ ଦୁର୍ବଳ ହୋଇ ପଡ଼ିଲା। 4ର୍ଥ ଦିନକୁ କୁମ୍ଭୀର ମରି ପାଣିରେ ଭାସିବାକୁ ଲାଗିଲା। ଏଥର ଓଟ ଭାରି ଖୁସି ହେଲା। ସେବେଠୁ ଜଙ୍ଗଲର ସବୁ ଜୀବଜନ୍ତୁ ନିର୍ଭୟରେ ପୋଖରୀରୁ ପାଣି ପିଇଲେ।